ପୁରୀ ଗୋଟେ ଏଭଳି ଜାଗା, ସେ ଜାଗାକୁ ଯେତେ ଥର ଗଲେ ବି ମନ ଶାନ୍ତି ହୁଏନି। ଆଉ ଏଇଟା ଗୋଟେ ସତ କଥା, ଯେ ପର୍ଯ୍ୟନ୍ତ ଜଗାର ଡୋରି ନ ଲାଗିଛି ସେ ପର୍ଯ୍ୟନ୍ତ ଆମେ ଚାହିଁଲେ ବି ମଧ୍ୟ ସେଠିକି ଯାଇପାରିବେନି। ଫାଇନାଲି ଆଜି କାଳିଆର ଡୋରି ଲାଗିଯାଇଛି। ସେଥିପାଇଁକା ଆମେ ମା ବାପ ଛୁଆ 3 ଜଣ ବାହାରି ପାରିଲୁ। ଟ୍ରେନରେ ଖୁବ୍ ସାରା ମଜାମସ୍ତି କରି ପହଞ୍ଚିଗଲୁ ଷ୍ଟେସନରେ। ଇଭିନ୍ ପ୍ରତିବର୍ଷ ପରି ଏ ବର୍ଷ ବି ଭିଡ଼ ହୋଇଥିଲା, କିନ୍ତୁ ଜାନୁଆରୀ ମାସରେ ଯୋଉ ପରିକା ଭିଡ଼ ହୁଏ ଏ ବର୍ଷ କିନ୍ତୁ ବହୁତ ଭିଡ଼ ହୋଇଥିଲା। ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ରୁମ୍ରେ। ଦେନ୍ ଆମେ ପ୍ରିପେୟାର ହେଇଗଲୁ ସି ବିଚ୍ ବୁଲିବା ପାଇଁ। ମୁଁ, ମୋ ହଜବେଣ୍ଡ ଆଉ ପୁଅ 3 ଜଣ ଯାକ ବାହାରି ଗଲୁ ସି ବିଚ୍କୁ। ସେଠି ପୁଅର ଖୁସି କହିଲେ ନ ସରେ, କାହିଁକି ନା ସେ ମାନେ ଆଗରୁ ଡରୁଥିଲା, ଏବେ କିନ୍ତୁ ଟିକେ ବଡ଼ ହେଇଗଲା ପରେ ଏତେ ଡର ନାହିଁ। ଖୁବ୍ ସାରା ମଜାମସ୍ତି କଲା। ମତେ ସବୁଠୁ ବେଶୀ ଭଲ ଲାଗେ ପୁରୀର ସି ବିଚ୍ରେ ଇଭିନିଂ ଟାଇମ୍ରେ ଯେତେବେଳେ ଆମେ ବୁଲାବୁଲି କରୁ। ସେଠିକାର ଯାହା ସବୁ ମାନେ ସି ଫୁଡ୍ ଖାଇବାକୁ ବେଶୀ ଭଲ ଲାଗେ, କିନ୍ତୁ ଆମେ ଫାର୍ଷ୍ଟ ଡେରେ ଯେହେତୁ ସଟରଡେ ଥିଲା ଆମେ ସେଗୁଡ଼ା କିଛି ଖାଇନଥିଲୁ। ଏମିତି ଖେଳାଖେଳି କରିକି ବୁଲାବୁଲି କରିକି ଆସିଲୁ ଭାରି। ମୋ ହଜବେଣ୍ଡ ବି VR ଗୋଟେ ଗେମ୍ ଅଛି ସେଇଟା ଖେଳିଲେ, ମତେ ବହୁତ ମାନେ ଫୋର୍ସ କରୁଥିଲେ ଖେଳିବା ପାଇଁ, କିନ୍ତୁ ମୁଁ ଡରି ଯାଇଥିଲି କିନ୍ତୁ ଖେଳୁନଥିଲି। ଯେହେତୁ ଆମେ ବାହାରକୁ ବୁଲିବାକୁ ଯାଇଛୁ, ସେଠୁ କିଛି ନା କିଛି ଜିନିଷ କିଣିକି ଆଣିବାକୁ ପଡ଼ିବ। ସବୁ ଫ୍ୟାମିଲି ମେମ୍ବର୍ସ ମାନଙ୍କ ପାଇଁକା କିଛି କିଛି କିଣାକିଣି କଲୁ। ସବୁଠୁ ବେଶୀ ଭଲ ଲାଗିଲା ଯୋଉ ଶାମୁକ ଆଉ ଶଙ୍ଖର ତିଆରି ଯୋଉ ହୋମ୍ ଡେକୋରେଟିଭ ଜିନିଷ ଗୁଡ଼ାକ, ସେଗୁଡ଼ା ବେଶୀ ଭଲ ଲାଗିଲା। ଘରଠୁ ପାଖରେ ଥାଉ କି ଦୂରରେ ଥାଉ, କିନ୍ତୁ ଏଇ ଚାଟାକୁ ବିଲକୁଲ ବି ସ୍କିପ୍ କରି ହଉନି। ଖୁବ୍ ସାରା ଏନ୍ଜୟ କଲୁ। କେମିତି ଯେ 2 ଦିନ ଏମିତି କଟିଗଲା ଜଣା ପଡ଼ିଲାନି। ଫାଇନାଲି ଆମେ ବାହାରିଲୁ ଘରକୁ ଆସିବା ପାଇଁ। ଟ୍ରେନରେ ଏମିତି ଜଣେ ସାଙ୍ଗ ବି ମିଳିଗଲା, ତାଙ୍କ ସହିତ ଗପସପ ହେଇ ଲାଷ୍ଟକୁ ଘରକୁ ଆସିକି ପହଞ୍ଚିଗଲୁ। ଭିଡ଼ିଓଟି ଭଲ ଲାଗିଲେ ଆମ ଫ୍ୟାମିଲିରେ ଜଏନ୍ କରନ୍ତୁ।